स्तनभरन्नाभिदेशम् दृष्ट्वा मागामोहवेशम् एतन्मांसवतादि विकारम् मनसि विचिन्तय वारं वारम् भज गोविन्दं भज गोविन्दं गोविन्दं भज मूढमते सम्प्राप्ते सन्निहिते काले नहि नहि रक्षति कृत्कृकरणे। जय जगन्नाथ। आजिर कार्यक्रम को मु स्वागत करुच्ची। आज आदिगुरु शंकराचार्य कृत भज गोविंदमर तृतीय श्लोक पाठ करिबा ओ यार अर्थ को बुझिबा। तृतीय श्लोक एहीपरि नारी स्तन भरनाभिदेशं दृष्ट्वा मागा महावेशम एतन मांसवसादि विकारं मनसि विचिन्तय वारं वारं भज गोविंदम मूढ़मते। ठीक अच्छे श्लोक यहीपरि थिला। तार अर्थ कौन कौची ना एबे आमे अर्थ को देखिबा। कौन अर्थ ना नारीर सुशोभित स्तनद्वय और नाभिमंडल को देखि मोहित हुआ नहीं। कहीं सेगुड़िक मांस ओ चर्बीर रूपांतर मात्र। यही कथा को बारंबार स्मरण कर। तार सरल व्याख्या यही थिला। तेरे एठी शंकराचार्य कामिनी उपभोग को त्याग करने आमको उपदेश देउछथि। एठी कामिनी माने कौन नारी। तेणु आप जी आम टी व्यापक अर्थ नवा पुरुष जपरी नारीर शरीर को उपभोग निमित्त पागल हो उठे नारी सेपरी पुरुषर शरीर को उपभोग निमित्त पागल हो उठे। तेबे प्रश्न उठे पुरुष पाई नारी कौन खराब, नारी पाई पुरुष कौन खराब कहतु। उत्तर एति कहि परिबा जे पुरुष पाई नारी खराब नुहे कि नारी पाई पुरुष खराब नुहे। केई कहारी विपदर कारण नुहे। बुझाउछि। तेबे आमर भूल कल्पना जोगो भ्रम धारणा जोगो आमे सेगुडी को मूल्यवान भावरे नेछु। नारीर सुशोभित स्तनद्वय और नाभिदेश दर्शन मन अत्यंत खुशी हुए। समस्त यहाँ अनुभव अच्छी जे नारीर स्तन और नाभि दर्शन देखला माने कौन हो आम खुशी हो जाऊ। किंतु आदिगुरु शंकराचार्य ये से जुक्ति देखा सी कौन कर आमको जुक्ति द्वारा सीटा को कौन करने ना सीटा को भूल प्रमाणित करूँच। प्रकृत में स्तन और नाभि दर्शन में शांति अच्छी कि जदि शांति अच्छी आम घंटा घंटा देखिले विरक्ति हो कहीं। जदि शांति अच्छी तेबे आम दुखी हुए ना तो दुखी तो होचे ना। तेणु प्रकृत में एठी शांति नहीं आम शांतिर गोटे भ्रम सृष्टि हो। यही प्रसंग को लेकिन आमर कविवर राधानाथ राय लिखिले कौन लिखिले सुख बोली जाकू बोलोई संसार करू थाई ताकू दुरुमु जुहार सुख बोली जहा जननेत्रे दिशे हाते आसे हातु पड़िबा पाई से
ବସ୍ତୁ ନୁହଁ ସେ ଓଟଇଟି ଧୂମ, ଅନ୍ୟ ନାମ ତାର ଆକାଶ କୁସୁମ। କବି ଲେଖିଥିଲେ। କ'ଣ ଲେଖିଲେ? ତା ସେଇ ଅର୍ଥ, ସେଇ ଏକା କଥା ଯେ ସଂସାର ଲୋକ, ସଂସାରୀ ଲୋକ ଯାହାକୁ ସୁଖ ବୋଲି ଭାବେ ତାହା ପ୍ରକୃତରେ ସୁଖ ନୁହେଁ। ଏ ଗୋଟେ ଅବାସ୍ତବ, ଗୋଟେ କ'ଣ ଅବାସ୍ତବ କଥା ଆକାଶ କୁସୁମ ସହିତ ତୁଳନା କରାହେଉଛି ହେଲା। ତେଣୁ ଆମେ ଚିରନ୍ତନ ପୂର୍ଣ୍ଣ ସୁଖ ଖୋଜିବା ନା କ୍ଷଣିକ ସୁଖ ଖୋଜୁ ଖୋଜୁ ନିଜ ସତ୍ତାକୁ ଭୁଲିଯିବା? ଏଇଟା ହେଉଛି ପ୍ରଶ୍ନ। ଆମେ ଦେଖୁଛେ ଜଗତରେ ସମସ୍ତେ ଗୋଟିଏ ଲକ୍ଷ୍ୟରେ ଦୌଡ଼ୁଛନ୍ତି। କ'ଣ ଲକ୍ଷ୍ୟ? ନା ଦୁଃଖର ନିବୃତ୍ତି ଓ ସୁଖର ପ୍ରାପ୍ତି, ଅର୍ଥାତ୍ ଶାନ୍ତି ପ୍ରାପ୍ତି ସମସ୍ତଙ୍କର ଇଚ୍ଛା। ଏହା ଜନ୍ମଜାତ ପ୍ରକୃତି। ତେବେ ସେହି ଶାନ୍ତି ନିଜର ଶାନ୍ତ ମନରେ ପ୍ରାପ୍ତ ହୋଇପାରିବ। ଗୋଟେ ଗୀତା କହିଲେ, ଗୀତାର ବାଣୀ, ଅଶାନ୍ତ ଲୋକର ଶାନ୍ତି କାହିଁ? ଏଠି ଗୀତାର ବାଣୀ ଅଛି, ଦିଆହେଇଛି। ତେଣୁ ଶାନ୍ତ ମାନେ କ'ଣ? ଧୀର ଯେଉଁଟାକି ଆମେ କହୁଛେ ସ୍ଥିର। ତେଣୁ ଏଠି ଯେଉଁ କୁହାଯାଇଛି ଯେ ଯେଉଁମାନଙ୍କର ମନ ଶାନ୍ତ ସେମାନେ ଶାନ୍ତି ଲାଭ କରନ୍ତି। କିଭଳିଆ ଶାନ୍ତ? ନା ସେଇ ମନ, ସେଇ ଶାନ୍ତଟା କ'ଣ ହେଇଥିବ? ନା ଆତ୍ମାରେ ହେଇଥିବା ଦରକାର। ଶାନ୍ତ ମନଟା ମାନେ କ'ଣ? ଆତ୍ମାରେ ହେଇଥିବା, ଆତ୍ମାରେ ଶାନ୍ତ। ମନଟା ତ ନିଜ ପାଖରେ ଶାନ୍ତ ହେଇପାରିବନି। ମନଟା ଆତ୍ମାରେ ଶାନ୍ତ ହେଇଥିବା ଦରକାର, ଆତ୍ମାରେ ସ୍ଥିର ହେଇଥିବା ଦରକାର। ନୁହେଁ କି ବିଷୟ ବାସନାରେ ଶାନ୍ତ ହେଇଥିବ, ସେ ମନ କେବେ ଶାନ୍ତି ଦେଇପାରିବନି। ବିଷୟ ବାସନାରେ ମନ ଯଦି ଶାନ୍ତ ଥାଏ, ମନ ଯଦି ସେଇଠି ସ୍ଥିର ଥାଏ, ବେଶୀ ସୁଖ ମିଳିବ ନାହିଁ। ଟିକିଏ ସୁଖ ମିଳିବ, ଅଳ୍ପ ସମୟ ପାଇଁ ମିଳିବ, ପୁଣି ଯେ କଥାକୁ ସେ କଥା। ତେଣୁ ଆମେ କିଏ ଶାନ୍ତିଟାକୁ ଖୋଜିବା? ଯେଟା ପାରମାନେଣ୍ଟ ଶାନ୍ତି, ପାରମାନେଣ୍ଟ ସୁଖ ଏବଂ କ'ଣ ପୂର୍ଣ୍ଣ ସୁଖ, ସେଥିରେ କମ୍ ବେଶୀ ହେଇପାରିବ ନାହିଁ। କ'ଣ 100% ଯେଟା ଆମେ କହିବା କମ୍ପ୍ଲିଟ୍, ସେଇ ସୁଖ ଖୋଜିବା ନା କ୍ଷଣସ୍ଥାୟୀ ସୁଖ ପଛରେ ଦୌଡ଼ିବା ଏବଂ କ'ଣ ଟିକିଏ ସେଇଭଳିଆ ସୁଖ ପଛରେ ଗୋଡ଼େଇବା? ବୁଝାଉଛି? ତେଣୁ ମଣିଷ ଦୈହିକ ସୁଖ ସମ୍ଭୋଗ ପାଇଁ ପାଗଳ। ମଣିଷର ଏଇ ପାଗଳାମିକୁ ଦୂର କରିବା ପାଇଁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଆମକୁ ଔଷଧ ବତାଉଛନ୍ତି। ଔଷଧଟା କେମିତି? ନା ସେ କ'ଣ କରୁଛନ୍ତି? ନା ବିପରୀତ ଭାବନା ଆଣିବା ପାଇଁ ସେ ଆମକୁ କ'ଣ କରୁଛନ୍ତି? ନା ପ୍ରବର୍ତ୍ତଉଛନ୍ତି। କ'ଣ? ନାରୀର ଶରୀରର ଗନ୍ଧମୟ ଅବସ୍ଥାକୁ ସ୍ମରଣ କର। ଆମେ ଦେଖିଛୁ ନା, ଯେକୌଣସି ଯେତେ ବଡ଼ ଗୋଟେ ସୁନ୍ଦରୀ ନାରୀ ହେଇଥାଉ ନା କାହିଁକି, ସେ ଜଷ୍ଟ ମଲା ପରେ ଶରୀର କ'ଣ ହୁଏ? ଗନ୍ଧ ହୁଏ। ଗନ୍ଧରେ କେହି ରହିପାରନ୍ତି ନାହିଁ, ଆଉ ସେଇଠି କେହି ଯାଇକି ସ୍ପର୍ଶ କରିଥିବେ କେହି ଚାହାନ୍ତିନି। ତେଣୁ ନାରୀର ଶରୀରର ଗନ୍ଧମୟ ଅବସ୍ଥାକୁ ସ୍ମରଣ କର, ଯାହାଦ୍ୱାରା ମନରେ ଘୃଣା ଆସିବ। ଆମେ ଦୋଷ ଦେଖିଲା ମାନେ, ଯେକୌଣସି ବସ୍ତୁରେ ଆମେ ଯଦି ଦୋଷ ଦେଖିବା, ମନରେ କ'ଣ ହେବ? ନା ତା ପ୍ରତି ଘୃଣା ଗୋଟେ ଆସିଯିବ। ଏଇଟା ଗୋଟେ ନେଚୁରାଲ, କ'ଣ ନେଚରର ଏଇଟା ଗୋଟେ ଲୋ। ଏହି ପ୍ରକାରର ସ୍ମରଣକୁ ପ୍ରତିପକ୍ଷ ଭାବନା କହୁ। କୌଣସି ବସ୍ତୁରେ ଦୋଷ ଦେଖିଲେ ମନରେ ଘୃଣା ଭାବନା ଆସିବ। ଏହି ପ୍ରକାର ଯଦି ଆମେ ସ୍ମରଣ କଲେ, ଏହି ପ୍ରକାର ବିଚାର ଆଣିଲେ, ସେଇଟା କ'ଣ କହିବା? ନା ପ୍ରତିପକ୍ଷ ଭାବନା। ଏହି ପ୍ରତିପକ୍ଷ ଭାବନା ସାହାଯ୍ୟରେ ମନକୁ ଚେତେଇବା। ଚେତେଇଲେ କ'ଣ ହେବ? ମନ ଆଉ ନାରୀର ରୂପ ଯୌବନ ପ୍ରତି ଆକର୍ଷିତ ହେବନି। ହେଲା? ନାରୀର ଆମେ ଦେଖିକି ଆମେ କ'ଣ କରୁଛେ? ନାରୀର ସ୍ତନ, ନାଭି ଦର୍ଶନ କରିକି ଆମେ ଭାବୁଛେ ଆମେ ବହୁତ କିଛି ପାଇଗଲେ। ଆମେ ଖୁସିର ପୁରାପୁରି ଭଣ୍ଡାର ପାଇଯାଇଛେ, ଆଉ ଅସୁବିଧା କିଛି ନାହିଁ। ଆମେ ପୁରାପୁରି କ'ଣ ଇନ୍ଦ୍ରଚନ୍ଦ୍ର ମାନୁନେ। କିନ୍ତୁ ନା, ଇଏ ଖୁସି, ଇଏ ସୁଖ, ଇଏ କିଛି ନୁହେଁ, ଇଏ ମୂଲ୍ୟହୀନ। ଇଏ ଅବିବେକୀ ମନର ଅବିବେକତାରୁ ସୃଷ୍ଟି ହେଉଥିବା ସୁଖ।
ତେଣୁ ଆମେ ଏଇ ମନକୁ ଯଦି ପ୍ରତିପକ୍ଷ ଭାବନା ଆଣିପାରିଲେ ମନରେ ବିପରୀତ ଭାବନା ହେଲା ଦୋଷ ଦୃଷ୍ଟି ଏଇ ଭାବନା ଯଦି ଆଣିପାରିଲେ ମନ କ'ଣ ହେବ ନା ପରମ ଲକ୍ଷ୍ୟ ଆଡ଼କୁ ଗତି କରିବ ଚିରନ୍ତନ ଶାନ୍ତି ଆଡ଼କୁ ଗତି କରିବ ଜୀବନର ଯେଉଁ ପରମ ଲକ୍ଷ୍ୟ ବ୍ରହ୍ମପ୍ରାପ୍ତି ପରମାତ୍ମା ପ୍ରାପ୍ତି ବା ଶାନ୍ତି ପ୍ରାପ୍ତି ସେଇ ଆଡ଼କୁ ମନ ଗତି କରିବ। ତେଣୁ ଆଦିଗୁରୁ ଶଙ୍କରାଚାର୍ଯ୍ୟ ଆମକୁ ଟ୍ରିକ୍ ଦେଉଛନ୍ତି ଯେ କେମିତି ତୋ ମନକୁ ଏମିତି ଭାବରେ ତାକୁ ବୁଝେଇବୁ ଯାହାଦ୍ୱାରା ସେ ଆଉ ନାରୀର ସୁଶୋଭିତ ସ୍ତନ ଓ ନାଭିକୁ ଦେଖିକି ମୋହିତ ହେବ ନାହିଁ। ସେଗୁଡ଼ିକ କ'ଣ ମାଂସ ଓ ଚର୍ବିର ରୂପାନ୍ତର ମାତ୍ର ମାଂସ ଚର୍ବିର ଗୋଟେ କ'ଣ ଆକାର ଗୋଟେ ହେଇଛି ରୂପାନ୍ତର ମାତ୍ର ସେ କହୁଥିଲୁ ଏଇ କଥାକୁ ବାରମ୍ବାର ସ୍ମରଣ କର ହେଲା ବିପରୀତ ଆମେ ସ୍ମରଣ କରିବା ତାହେଲେ ସେଠି କ'ଣ ହେବ ନା ଆଉ ସେ ପ୍ରତି ଆକର୍ଷଣ ଆସିବ ନାହିଁ। ଠିକ୍ ଅଛି ମୁଁ ଆଶା କରୁଛି ଏଇ ଶ୍ଲୋକ ଆପଣମାନେ ସହଜରେ ବୁଝିପାରିଥିବେ ଯଦି ବୁଝିପାରୁଛନ୍ତି ତେବେ ସବସ୍କ୍ରାଇବ୍ କରିବେ ଲାଇକ୍ କରିବେ ସେୟାର କରିବେ କମେଣ୍ଟ କରିବେ ଠିକ୍ ଅଛି ଧନ୍ୟବାଦ ହରି ଓମ୍।